ଦେଖନ୍ତୁ ଆଜି କୋରାପୁଟ ଜିଲ୍ଲାର ଯୋଗାଣ ସହାୟକ ସଂଘରୁ ଆଜି ତାଙ୍କର ଗୋଟେ ବୈଠକ ଥିଲା। ତାଙ୍କର ଯେଉଁ ମୁଖ୍ୟତଃ ତାଙ୍କର ଯେଉଁ ବିନ୍ଦୁ ଥିଲା, ତାଙ୍କର ଯେଉଁ ଦୁଇ ତିନିଟା ବିନ୍ଦୁ ନେଇକିନା ମୋତେ ଗୋଟେ ଦାବିପତ୍ର ଦେଇଛନ୍ତି। ଏଇଟା ସରକାରଙ୍କ ପାଖରେ କିପରି ଉପସ୍ଥାପନ କରି ତାଙ୍କର ଯେଉଁ ଦାବିପତ୍ରର ଯେଉଁ ସଠିକ୍ ପ୍ରାପ୍ତି ହଉ କିମ୍ବା ତାଙ୍କର ଯେଉଁ ବେତନଟା ଆଗାମୀ ଦିନରେ ଆମ ସରକାର ବଢ଼ାଇବା ପାଇଁ ମଧ୍ୟ ତାଙ୍କୁ ସେ ଦାବିରେ ରଖିଛନ୍ତି। ତାକୁ ମୁଁ ବିଭାଗୀୟ ମନ୍ତ୍ରୀ ବିଭାଗୀୟ ଅଧିକାରୀକୁ ଏଇଟା ମୁଁ ଜଣାଇବି। ତା ସହିତ ଆଲୋଚନା କଲା ପରେ ଆମେ କରିପାରିବୁ। ଯୋଗାଣ ସହାୟକ ସଂଘର ସଭାପତି ମଧୁସୂଦନ ରାଉତ, ଆଜି ଏହି କାର୍ଯ୍ୟକ୍ରମ ଯେଉଁ କରାଯାଇଥିଲା, ମାନ୍ୟବର ବିଧାୟକ ରୂପଭଦ୍ରା ସାର୍ଙ୍କୁ ଏଠି ଆମର ଯୋଗାଣ ସହାୟକର ପରିଚୟ ଯେଉଁ ଆମ ହଜିଯାଇଛି, ସେ ପରିଚୟ ପାଇଁ ଆମେ ଦାବିପତ୍ର ଦେଇଥିଲୁ। ଆଉ ତାଙ୍କୁ ଜରିଆରେ ଆମେ ଜଣେଇଥିଲୁ ଯେ 12-13 ବର୍ଷ ଯୋଗାଣ ସହାୟକ କାର୍ଯ୍ୟରତ ଅଛି। ଆଉ ସେଇ କାର୍ଯ୍ୟରତର ପାରିଶ୍ରମିକ 8,000 ଟଙ୍କା ଦରମା ପାଉଛୁ, ସ୍ୱଳ୍ପ ବେତନରେ କାର୍ଯ୍ୟ କରୁଛୁ। ସରକାରୀ ମାନ୍ୟତା ଭାବରେ ଏକାଉଣ୍ଟରେ ଦରମା ପ୍ରାପ୍ତ କରାଯାଉ, ଆଉ ଇଡିଏସ୍ ଲାଇସେନ୍ସଟି ଆମର ନାମରେ କରାଯାଉ, ଆଉ ସରକାରୀ ଭାବରେ ଆମକୁ ସ୍ୱୀକୃତି ପ୍ରଦାନ କରିବାର ମୁଖ୍ୟ ଦାବି ପତ୍ର ତାଙ୍କୁ ପ୍ରଦାନ କରୁଛୁ।